Morning everyone, welcome to daily learning. ଆଜି ଆମେ ଏ ଭିଡିଓରେ ରାଇଜ ଅଫ ବ୍ରିଟିଶ ପାୱାର ଇନ୍ ଇଣ୍ଡିଆରେ କିଛିଟା ଏମସିକ୍ୟୁ ଡିସ୍କସନ କରିବା। ଏଟା ହଉଛି ୟାର କ୍ଲାସ ନମ୍ବର 3। ମୁଁ ଅଲରେଡି କ୍ଲାସ 1 ଆଉ 2 ରେ ଏ ବିଷୟରେ ଡିସ୍କସନ କରିସାରିଛି। ଆଉ ଯେତେଟା ଏମସିକ୍ୟୁ ବଳି ରହିଥିଲା ଆମେ ଏଇ ଭିଡିଓରେ ଡିସ୍କସନ କରିବା। ଯଦି ବିଏଡ୍ 2024 ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ এই ଭିଡିଓଟି ବହୁତ ହେଲ୍ପଫୁଲ ହବ। ଆଉ କଣ ନା ପ୍ରିଭିୟସ ଭିଡିଓରେ ଆମେ ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ, ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ, ୱାରେନ ହେଷ୍ଟିଙ୍ଗଙ୍କ ବିଷୟରେ ପଢିଥିଲେ। ଆଉ ଡକ୍ଟରିନ ଅଫ ଲାପ୍ସ, ଆଉ ହଉଛି ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟର, ସବସିଡାରୀ ଏଲାଇନ୍ସ, ସତ୍ୟେନ୍ଦ୍ରନାଥ ଟାଗୋର ଏମାନଙ୍କ ବିଷୟରେ ସବୁ ଯୋଉ ଫାର୍ଷ୍ଟ ସିଭିଲ ସର୍ଭିସ ଇଏ ସବୁ ଆମେ ପଢି ସାରିଛନ୍ତି। ତ ଆଜି ଆମେ ଭିଡିଓରେ ଯେତେଟା ବି ଏମସିକ୍ୟୁ ବଳି ରହିଛି ସେଟା କରିବା। ତ କଣ ଅଛି ଫାର୍ଷ୍ଟ କ୍ୱେଶ୍ଚନ, ଦ ବ୍ୟାଟଲ ଅଫ ବକ୍ସର ୱାଜ ଫାଉଟ୍ ଇନ୍ ଦ ଇୟର। ସେ ପଚାରୁଛି କି ବ୍ୟାଟଲ ଅଫ ବକ୍ସର ଟା କେବେ ହେଇଥିଲା। ଅପସନ ଅଛି 1757, 1764, 1761 ନା 1773। ଠିକ ଉତ୍ତର କୋଉଟା ହବ? ଏ ବ୍ୟାଟଲ ଅଫ ବକ୍ସର ଟା 1764 ମସିହାରେ ହେଇଥିଲା। କେବେ ହେଇଥିଲା? 1764 ମସିହାରେ। ଆଉ ୟା ପରେ ପରେ କଣ ହେଇଥିଲା ନା ବକ୍ସର ଯୁଦ୍ଧ ପରେ ଗୋଟେ ଟ୍ରିଟି ସାଇନ ହେଇଥିଲା, ତାକୁ କଣ କୁହାଯାଏ ନା ଟ୍ରିଟି ଅଫ ଆହ୍ଲାବାଦ। ଏଠି ଅଛି 1757। 1757 ରେ କଣ ହେଇଥିଲା? ପଲାସି ଯୁଦ୍ଧ ହେଇଥିଲା। କାହା କାହା ମଧ୍ୟରେ ହେଇଥିଲା? ନା ଏପଟରେ ରବର୍ଟ କ୍ଲାଇଭ, ଏପଟରେ ସିରାଜୁଦ୍ଦୌଲା ଆସିକି ଏଙ୍କ ଭିତରେ ବ୍ୟାଟଲ ଅଫ ପଲାସିଟା ହେଇଥିଲା। କୋଉ ନଦୀ କୂଳରେ ଯଦି ପଚାରିବ, ହୁଗୁଳି ନଦୀ କୂଳରେ ହେଇଥିଲା। ଏଟା ଜିତିଥିଲେ କିଏ? ନା ରବର୍ଟ କ୍ଲାଇଭ ଜିତିଥିଲେ। ସିରାଜୁଦ୍ଦୌଲା ହାରିଗଲେ। କାହିଁକି ହାରିଗଲେ? ନା ତାଙ୍କର ଜଣେ ମନ୍ତ୍ରୀ ମୀର ଜାଫର ତାଙ୍କୁ ଧୋକା ଦେଇଥିଲେ, ସେଥିପାଇଁ ସିରାଜୁଦ୍ଦୌଲା ହାରିଗଲେ। ଆଉ ଅଛି କଣ? ଏଠି ଗୋଟେ ଅଛି 1761। 1761 ରେ କଣ ହେଇଥିଲା? 1761 ରେ ଥାର୍ଡ ପାନିପତ ଯୁଦ୍ଧଟା ହେଇଥିଲା। ନେକ୍ସଟ କ୍ୱେଶ୍ଚନ, ମୁଁ ଅଲରେଡି ପାନିପତ ବିଷୟରେ ମୁଁ ପ୍ରିଭିୟସ ଭିଡିଓରେ ଆଲୋଚନା କରିସାରିଛି, ଯାଇକି ଦେଖିନେବେ। ଦ ଟ୍ରିଟି ଅଫ ଆହ୍ଲାବାଦ ୱାଜ ସାଇନ୍ଡ ଇନ୍ ଦ ଇୟର। ଏଇ ଯୋଉ ଟ୍ରିଟି ଅଫ ଆହ୍ଲାବାଦରେ କେବେ ସାଇନ୍ ହେଇଥିଲା? ଅପସନ ଅଛି 1757, 1764, 1765 ନା 1773। ଏଠିକ ଉତ୍ତର କୋଉଟା ହବ? ଏ 1765 ମସିହାରେ ହିଁ ଟ୍ରିଟି ଅଫ ଆହ୍ଲାବାଦ ହେଇଥିଲା। କାହା ପରେ ହେଇଥିଲା? ଏ ବକ୍ସର ଯୁଦ୍ଧ ପରେ ହିଁ ହେଇଥିଲା। ବକ୍ସର ଯୁଦ୍ଧ ହେଇଥିଲା 1764 ମସିହାରେ। 1757 ମସିହାରେ ହେଇଥିଲା ବ୍ୟାଟଲ ଅଫ ପଲାସି। ଆଉ ଏଇ 1765 ରେ ହେଇଥିଲା କଣ ନା ଟ୍ରିଟି ଅଫ ଆହ୍ଲାବାଦ। Next question is who said the word we must indeed know ourselves? একথা কিଏ କହିଥିଲେ? একথা କିଏ କହିଥିଲେ? ଅପସନ ଅଛି ୱାରେନ ହେଷ୍ଟିଙ୍ଗ, ରବର୍ଟ କ୍ଲାଇଭ, ମୀର କାସିମ ନା ଶାହ ଆଲମ ଟୁ। କଥା କିଏ କହିଥିଲେ? ନା ଯିଏ ଡୁଆଲ ଗଭର୍ଣମେଣ୍ଟ କୁ ଇଣ୍ଟ୍ରୋଡ୍ୟୁସ କରିଥିଲେ, ଯିଏ କଣ କରିଥିଲେ ନା କହିଥିଲେ କି ଯିଏ ଫାର୍ଷ୍ଟ ନବାବ ହେଇଥିଲେ, ଯିଏ ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ ହେଇଥିଲେ, ସିଏ ହିଁ କହିଥିଲେ କି we must indeed become ନବାବ ourselves। ଏକଥା କିଏ କହିଥିଲେ? ନାଇଁ ରବର୍ଟ କ୍ଲାଇଭ ହିଁ କହିଥିଲେ। ଆଉ ରବର୍ଟ କ୍ଲାଇଭ କଣ କଣ ଆଣିଥିଲେ? ନା ଡୁଆଲ ଗଭର୍ଣମେଣ୍ଟ ଆଣିଥିଲେ। ଆଉ କଣ କରିଥିଲେ? ନା ତାକୁ ସିଏ ହଉଛନ୍ତି ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ। ଆଉ ସିଏ କଣ କରିଥିଲେ? ନା ସେ ହଉଛନ୍ତି ଫାର୍ଷ୍ଟ ନବାବ ବି ସିଏ। ନେକ୍ସଟ କ୍ୱେଶ୍ଚନ, ହୁ ଇଜ ନୋନ୍ ଆଜ ଦ ଟାଇଗର ଅଫ ମାଇସୋର? ଏ ମାଇସୋରର ଟାଇଗର ବୋଲି କାହାକୁ କୁହାଯାଏ? ହାଇଦର ଅଲ୍ଲୀ, ଟିପୁ ସୁଲତାନ, ହାଇଦର ଅଲ୍ଲୀ ଖାନ ନା ମୀର କାସିମ? ଠିକ ଉତ୍ତର କୋଉଟା ହବ? ଏଇ ହାଇଦର ଅଲ୍ଲୀଙ୍କ ପୁଅ ଟିପୁ ସୁଲତାନଙ୍କୁ ହିଁ କଣ କୁହାଯାଏ? ନା ଟାଇଗର ଅଫ ମାଇସୋର। କଣ କୁହାଯାଏ? ଟାଇଗର ଅଫ ମାଇସୋର ବୋଲି ଟିପୁ ସୁଲତାନଙ୍କୁ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ହାଇଦର ଅଲ୍ଲୀ ଦ ରୁଲର ଅଫ ମାଇସୋର ଡାଏଡ ଇନ ଦ ଇୟର। ଏ ହାଇଦର ଅଲ୍ଲୀ କିଏ ଥିଲେ? ଟିପୁ ସୁଲତାନଙ୍କ ବାପା। କିନ୍ତୁ ସେ କେବେ ମୃତ୍ୟୁବରଣ କରିଥିଲେ? କେବେ କରିଥିଲେ? ନା ଯୋଉ ଅପସନ ଅଛି କଣ? ଗୋଟେ ଅଛି 1780, 1782, 1799 ନା 1764। ଠିକ ଉତ୍ତର କୋଉଟା ହବ? ନାଇଁ 1782 ମସିହାରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା। ଯେତେବେଳେ ଚାଲିଥିଲା କଣ ନା ସେକେଣ୍ଡ ଆଙ୍ଗ୍ଲୋ ମାଇସୋର ଯୁଦ୍ଧ ଚାଲିଥିଲା, ତ ସେତେବେଳେ ହିଁ ତାଙ୍କର ଡେଥ ଟା ହେଇଥିଲା। ତ କେତେଟା ଆଙ୍ଗ୍ଲୋ ମାଇସୋର ଯଦି ପଚାରିବ କେତେଟା ଆଙ୍ଗ୍ଲୋ ମାଇସୋର ୱାର ହେଇଥିଲା? ନା 4ଟା ହେଇଥିଲା ଆଙ୍ଗ୍ଲୋ ମାଇସୋର ୱାର। ତ ଇଂରେଜ ମାନଙ୍କୁ କେତେ ବର୍ଷ ଲାଗିଥିଲା ଏ ମାଇସୋରକୁ ଅକ୍ତିଆର କରିବା ପାଇଁ? 32 ବର୍ଷ ଲାଗିଥିଲା ଏ ଇଂରେଜ ମାନଙ୍କୁ ମାଇସୋରକୁ ଅକ୍ତିଆର କରିବା ପାଇଁ। ଆଉ କେବେ ନା ଯେତେବେଳେ ସେକେଣ୍ଡ ଆଙ୍ଗ୍ଲୋ ମାଇସୋର ୱାର ଟା ଚାଲିଥିଲା, ସେତେବେଳେ ଏଇ ହାଇଦର ଅଲ୍ଲୀଙ୍କର ଡେଥ ଟା ହେଇଥିଲା। ନେକ୍ସଟ କ୍ୱେଶ୍ଚନ, This is the first Anglo-Mysore War took place during the year। ତାହେଲେ ଏଇ ଯୋଉ ଫାର୍ଷ୍ଟ ଆଙ୍ଗ୍ଲୋ ମାଇସୋର ୱାର ଟା କେବେ କେବେ ମାନେ କେବେରୁ କେବେ ଭିତରେ ହେଇଥିଲା? ଅପସନ ଅଛି 1765 ରୁ 67, 1767 ରୁ 1769, 1770 ରୁ 72 ନା 1780 ରୁ 84। ଠିକ ଉତ୍ତର କୋଉଟା ହବ? ନା ଏଇ ଯୋଉ ଫାର୍ଷ୍ଟ ଆଙ୍ଗ୍ଲୋ ମାଇସୋର ୱାର ଟା କେବେ ହେଇଥିଲା? 1767 ରୁ 1769। ଠିକ ଉତ୍ତର କୋଉଟା ହବ? 1767 ରୁ 1769। କେତେଟା ଆଙ୍ଗ୍ଲୋ ମାଇସୋର ୱାର ହେଇଛି? 4ଟା ହେଇଛି। ଆଉ ଫାର୍ଷ୍ଟଟା ହେଲା 1767 ରୁ 1769।
Next question, during which war did Hyder Ali die? ତାହେଲେ ମୁଁ previous question ରେ ହିଁ କହିକି ଆସିଲି ଟିକେ ପୂର୍ବରୁ କି ହାଇଦର ଅଲି କେବେ ନା ଯେତେବେଳେ ସେକେଣ୍ଡ ଆଙ୍ଗ୍ଲୋ ମାଇସୋର ୱାର ଚାଲିଥିଲା 1782 ରୁ 1784 ସେଇ ସମୟରେ ହିଁ ତାଙ୍କର କଣ ହେଇଥିଲା ନା ହାଇଦର ଅଲିଙ୍କର ମୃତ୍ୟୁ ହେଇଥିଲା। ଆଚ୍ଛା ସେଠି ପଚାରିବ ସେକେଣ୍ଡ ଆଙ୍ଗ୍ଲୋ ମାଇସୋର ୱାର ଟା କେତେରୁ କେତେ ଭିତରେ ଚାଲିଥିଲା କେବେ ନା 1780 ରୁ 84। ନେକ୍ସଟ କ୍ୱେଶ୍ଚନ ଦେଖିବା। This is the third Anglo-Mysore War ended with which treaty? ଏ ଥାର୍ଡ ଆଙ୍ଗ୍ଲୋ ମାଇସୋର ୱାର ପରେ ଗୋଟେ ଟ୍ରିଟି ହେଇଥିଲା। ସେ ଟ୍ରିଟିର ନାଁ କଣ? ଅପସନ ଅଛି ଟ୍ରିଟି ଅଫ ମାଦ୍ରାସ, ଟ୍ରିଟି ଅଫ ମାଙ୍ଗାଲୋର, ଟ୍ରିଟି ଅଫ ସେରିଙ୍ଗାପାଟନମ ନା ଟ୍ରିଟି ଅଫ ଆହ୍ଲାବାଦ। ଏଠିକ ଉତ୍ତର କୋଉଟା ହବ ନା ଟ୍ରିଟି ଅଫ ସେରିଙ୍ଗାପାଟନମ। ଆମେ ୟା ପୂର୍ବରୁ ଆଉ ଗୋଟେ ଟ୍ରିଟି ବିଷୟରେ ପଢିକି ଆସିଲେ ଟ୍ରିଟି ଅଫ ଆହ୍ଲାବାଦ, ଯୋଉଟା କି ବକ୍ସର ଯୁଦ୍ଧ ପରେ ହେଇଥିଲା। କେବେ ହେଇଥିଲା? 1765 ମସିହାରେ ହେଇଥିଲା। ଠିକ ସେମିତି ଏ ଟ୍ରିଟି ଅଫ ସେରିଙ୍ଗାପାଟନମ ଟା କେବେ ହେଇଥିଲା ନା ଥାର୍ଡ ଆଙ୍ଗ୍ଲୋ ମାଇସୋର ୱାର ପରେ ହିଁ ହେଇଥିଲା। ନେକ୍ସଟ କ୍ୱେଶ୍ଚନ, ଦ ଫୋର୍ଥ ଆଙ୍ଗ୍ଲୋ ମାଇସୋର ୱାର ଟୁକ୍ ପ୍ଲେସ୍ ଇନ୍। ଏଇ ଯୋଉ ଫୋର୍ଥ ଟା କଣ ଲାଷ୍ଟଟା ହେଇଥିଲା, ସେଟା ହଉଛି ପଚାରିଛି କେବେ ହେଇଥିଲା। କେବେ ହେଇଥିଲା? ଅପସନ ଅଛି 1790, 1792, 1799 ନା 1805। ଏଠିକ ଉତ୍ତର କୋଉଟା ହବ? ଏ 1799 ରେ ହିଁ ଏ ଫୋର୍ଥ ଆଙ୍ଗ୍ଲୋ ମାଇସୋର ୱାର ଟା ହେଇଥିଲା। ଆଉ ଏଇଠି ହିଁ ଟିପୁ ସୁଲତାନଙ୍କର ଡେଥ୍ ହେଇଥିଲା। ନେକ୍ସଟ କ୍ୱେଶ୍ଚନ, ଟିପୁ ସୁଲତାନ ଡାଏଡ୍ ଡ୍ୟୁରିଂ ହ୍ୱିଚ୍ ୱାର? ତାହେଲେ ଟିପୁ ସୁଲତାନଙ୍କ ବାପା ଥିଲେ କିଏ? ହାଇଦର ଅଲି, ଯିଏକି ସେକେଣ୍ଡ ଆଙ୍ଗ୍ଲୋ ମାଇସୋର ୱାରରେ ତାଙ୍କର ଡେଥ୍ ହେଇଥିଲା 1882ରେ, ସରି 1782ରେ। ସେମିତି ସେଇଠି ପଚାରିଛି କଣ ନା ଯୋଉ ଟିପୁ ସୁଲତାନ ଡାଏଡ୍ ଡ୍ୟୁରିଂ ହ୍ୱିଚ୍ ୱାର? ଟିପୁ ସୁଲତାନଙ୍କର ମୃତ୍ୟୁଟା କୋଉ ୱାରରେ ହେଇଥିଲା? ଅପସନ ଅଛି ସେକେଣ୍ଡ, ଥାର୍ଡ ନା ଫୋର୍ଥ ନା ନନ୍ ଅଫ ଦିସ୍। ଏଠିକ ଉତ୍ତର କୋଉଟା ହବ? ଏ ଫୋର୍ଥ ଆଙ୍ଗ୍ଲୋ ମାଇସୋର ୱାରରେ ହିଁ ତାଙ୍କର ଟିପୁ ସୁଲତାନଙ୍କର ଡେଥ୍ ଟା ହେଇଥିଲା। କେବେ ହେଇଥିଲା ଫୋର୍ଥ ଆଙ୍ଗ୍ଲୋ ମାଇସୋର ୱାର ଟା? 1799 ରେ, ଆଉ ସେଇଟାରେ ହିଁ ତାଙ୍କର ମୃତ୍ୟୁଟା ହେଇଥିଲା। ଆଚ୍ଛା ଯଦି ସେ ପଚାରିବ ଫାଷ୍ଟ କିଏ ଯିଏକି ଆମ ଆସିଥିଲେ ଫାଷ୍ଟ ୟୁରୋପିଆନ ଯିଏକି ଭାରତକୁ ଟ୍ରେଡ କରିବା ପାଇଁ ଆସିଥିଲେ, ତାହେଲେ କଣ କହିବ? ଏଟା ପର୍ତ୍ତୁଗିଜ ମାନେ ଆସିଥିଲେ। ଆଉ ଯଦି ପଚାରିବ କିଏ ପ୍ରଥମେ ଆସିଥିଲେ, ନା ଭାସ୍କୋଡା ଗାମା ଆସିଥିଲେ 1498ରେ ଆସିଥିଲେ। କିଏ ଆମ ଭାରତକୁ ଜଳପଥ ଆବିଷ୍କାର କରିଥିଲେ? ଭାସ୍କୋଡା ଗାମା। ତ ଏଇ ବିଷୟରେ ବି ମୁଁ ଡିସ୍କସନ କରିସାରିଛି କ୍ଲାସ ନମ୍ବର 2 ରେ, ଯାଇକି ଦେଖିନେବେ। Next question, how many Anglo-Maratha wars were fought between the British and the Maratha? ଆମେ କଣ ପଢିଥିଲେ ନା ସେତେବେଳେ ପଢିଲେ କଣ ଆଙ୍ଗ୍ଲୋ ମାଇସୋର ୱାର, ଯୋଉଟା କି 4ଟା ହେଇଥିଲା। ସେଇଠି ପଚାରିଛି ଆଙ୍ଗ୍ଲୋ ମରାଠା ୱାର କେତେଟା ହେଇଥିଲା? ଅପସନ ଅଛି 2, 3, 4 ନା 5। ଏଠିକ ଉତ୍ତର କୋଉଟା ହବ? ନା ଏଇ ତିନିଟା ହିଁ ଆଙ୍ଗ୍ଲୋ ମରାଠା ୱାର ହେଇଥିଲା। ତାପରେ କ୍ୱେଶ୍ଚନ କଣ ଅଛି ଦେଖିବା। ଦେଖି ଦ ଫାଷ୍ଟ ଆଙ୍ଗ୍ଲୋ ମରାଠା ୱାର ଫାଉଟ୍ ଇନ୍, ତାହେଲେ ତିନିଟା ହେଇଥିଲା। ସେ ପଚାରିଛି ପ୍ରଥମେ ଏଇ ଆଙ୍ଗ୍ଲୋ ମରାଠା ୱାର ଟା କେବେ ହେଇଥିଲା? ଅପସନ ଅଛି 1775 ରୁ 82, 1780 ରୁ 84, 1790 ରୁ 92 ନା 1803 ରୁ 5। ଏଠିକ ଉତ୍ତର କୋଉଟା ହବ? ନେଇ 1775 ରୁ 1782 ରେ ହିଁ ହେଇଥିଲା କଣ ନା ଫାଷ୍ଟ ଆଙ୍ଗ୍ଲୋ ମରାଠା ୱାର ଟା ହେଇଥିଲା। ଆଉ ଏଇ ଫାଷ୍ଟ ଆଙ୍ଗ୍ଲୋ ମରାଠା ୱାର ପରେ ଗୋଟେ ଟ୍ରିଟି ହେଇଥିଲା, ତା ଟ୍ରିଟିର ନାଁ ହଉଛି କଣ ନା ଟ୍ରିଟି ଅଫ ସଲାବାଇ। The second Anglo-Maratha war was fought during, ଏ ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର ଟା କେବେ ହେଇଥିଲା? ଅପସନ ଅଛି 1790 ରୁ 92, 1803 ରୁ 5, 1817 ରୁ 18 ନା 1757 ରୁ 82। ଏଠିକ ଉତ୍ତର କୋଉଟା ହବ? ନାଇଁ 1700 କେବେ ହେଇଥିଲା? ନାଇଁ 1803 ରୁ 1805 ରେ ହିଁ କଣ ହେଇଥିଲା ନା ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର ଟା ହେଇଥିଲା। କେବେ ହେଇଥିଲା? 1803 ରୁ 5। ଯଦି ଫାଷ୍ଟ ଟା ପଚାରିଲେ 1775 ରୁ 82, ଆଉ ସେକେଣ୍ଡ ଟା ହେଲା 1803 ରୁ 1805। ନେକ୍ସଟ କ୍ୱେଶ୍ଚନ, ଦ ଥାର୍ଡ ଆଙ୍ଗ୍ଲୋ ମରାଠା ୱାର, ଏ ଥାର୍ଡ ଆଙ୍ଗ୍ଲୋ ମରାଠା କେବେ ହେଇଥିଲା? କେବେ ହେଇଥିଲା? ଅପସନ ଅଛି 1817 ରୁ 1815, ସରି 1817 ରୁ 1818, 1803 ରୁ 1805, 1780 ରୁ 1784 ନା 1767 ରୁ 1769। ଏଠି ଉତ୍ତର କୋଉଟା ହବ? ନାଇଁ 1817 ରୁ 1819 ପର୍ଯ୍ୟନ୍ତ ହିଁ ହେଇଥିଲା। କେବେ ହେଇଥିଲା? 1817 ରୁ 1819, ଏଟା 19 ହବ। ନେକ୍ସଟ କ୍ୱେଶ୍ଚନ, the first Anglo-Maratha war ended with
which treaty? ଏଇଟା ଫାଷ୍ଟ ଆଙ୍ଗ୍ଲୋ ମରାଠାଟା ୱାର ହେଇଥିଲା କେବେ ହେଇଥିଲା ନା 1775 ରୁ 1782। ତାପରେ ଗୋଟେ ଟ୍ରିଟି ହେଇଥିଲା, ସେ ଟ୍ରିଟିର ନାଁ କଣ ବୋଲି ଏଠି ପଚାରୁଛି। ଅପସନ ଅଛି ଟ୍ରିଟି ଅଫ ମାଦ୍ରାସ, ଟ୍ରିଟି ଅଫ ପୁରନ୍ଦର, ଟ୍ରିଟି ଅଫ ସଲାବାଇ ନା ଟ୍ରିଟି ଅଫ ଶ୍ରୀରଙ୍ଗପଟନମ। ଆମେ ଏଇ କିଛି ସମୟ ପୂର୍ବରୁ ପଢିଥିଲେ ଟ୍ରିଟି ଅଫ ଶ୍ରୀରଙ୍ଗପଟନମ ଟା କେବେ ହେଇଥିଲା, ନାଇଁ ଥାର୍ଡ ଆଙ୍ଗ୍ଲୋ ମାଇସୋର ୱାର ପରେ ହିଁ ଟ୍ରିଟି ଅଫ ଶ୍ରୀରଙ୍ଗପଟନମ ଟା ହେଇଥିଲା। ଆଉ ଫାଷ୍ଟ ଆଙ୍ଗ୍ଲୋ ମରାଠା ୱାର ପରେ ହେଇଥିଲା କଣ ନା ଟ୍ରିଟି ଅଫ ସଲାବାଇ। ଆଉ ବକ୍ସର ଯୁଦ୍ଧ ପରେ ହେଇଥିଲା ଟ୍ରିଟି ଅଫ ଆହ୍ଲାବାଦ। Next question. So who introduced the policy of paramountainecy in India? এই paramountainecy ଟା କିଏ introduce କରିଥିଲେ? ଅପସନ ଅଛି ଲର୍ଡ ୱେଲସଲି, ଲର୍ଡ ହେଷ୍ଟିଙ୍ଗ, ଲର୍ଡ ଡେଲାହଉସି ନା ୱାରେନ ହେଷ୍ଟିଙ୍ଗ। ଏ ଠିକ ଉତ୍ତର କୋଉଟା ହବ? ଏ ଲର୍ଡ ହେଷ୍ଟିଙ୍ଗ ହିଁ ଏ paramountainecy କୁ introduce କରିଥିଲେ। ଆଉ ଗୋଟେ ଅଛି କଣ ନା ଗୋଟେ ଅଛି ଯୋଉ ମାନସବଦାରୀ ସିଷ୍ଟମ ଟା କିଏ ଆଣିଥିଲେ ଯଦି ପଚାରିବ କିଏ, ନା ସେଟା କିଏ ଆଣିଥିଲେ ନା ଆକବର ହିଁ ଆଣିଥିଲେ। ଆଉ ତାଙ୍କର ଯୋଉ ଥିଲେ 9 ଜଣ ପଣ୍ଡିତ ଥିଲେ ବା 9 ଜଣ ଯୋଉ ଜ୍ଞାନୀ ଥିଲେ ତାଙ୍କୁ କଣ କୁହାଯାଏ? ନବରତ୍ନ କୁହାଯାଏ। ତାପରେ ଆସିଲା ରାଇଟୱେରୀ ଟା କିଏ ଆଣିଥିଲେ ନା ସାର୍ ଥମାସ ମୁନରୋ ହିଁ ଆଣିଥିଲେ। ତାପରେ ଯଦି ପଚାରିବ ମହଲବାରୀ ସିଷ୍ଟମ କିଏ ଆଣିଥିଲେ, ତାହେଲେ କହିବେ ସାର୍ ମେକିଂ ଜେ ବୋଲି କହିପାରିବେ। ତ ଏଇଟା ଥିଲା ଆଜି ଏତିକି କ୍ୱେଶ୍ଚେନ୍। ୟା ପରେ ଆମେ ପୁଣି ଥରେ ରିଭିଜନ କରିବା। ତ ଥ୍ୟାଙ୍କ ୟୁ। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରନ୍ତୁ। ଆଉ ଯୋଉ ପ୍ରିଭିୟସ୍ ଭିଡ଼ିଓ ଗୁଡାକ ହିଷ୍ଟ୍ରି ଆଉ ଜିଓଗ୍ରାଫି ରିଲେଟେଡ୍ ଦେଖିନାହାନ୍ତି ତ ଯାଇକି ଦେଖି ନିଅନ୍ତୁ। ଥ୍ୟାଙ୍କ ୟୁ।